ଯିବାରେ ଅତିବାହିତ କରିଥିଲେ। ଚିତ୍ରାବତୀ ନଦୀର ବନ୍ୟା ସେମାନଙ୍କ କୁଡ଼ିଆଗୁଡ଼ିକୁ ଭସାଇ ନେଇଯାଇଥିଲା ଏବଂ ଭଗବାନ ସେମାନଙ୍କ ପାଇଁ ଏବେ ସ୍ଥାୟୀ ଗୃହ ନିର୍ମାଣ କରି ଦେଇଥିଲେ। ଖାଲି ସେତିକି ନୁହେଁ, ଭଗବାନ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକକୁ ଆଶ୍ରମ ପରିସର ଭିତରେ କାମ କରିବାକୁ ଦେଇ ନିଯୁକ୍ତି ମଧ୍ୟ ଯୋଗାଇ ଦେଇଥିଲେ। ସେ ସର୍ବଦା ସବୁ ପ୍ରକାରର ସେମାନଙ୍କର କଲ୍ୟାଣର ଯତ୍ନ ନେବେ ବୋଲି ସେମାନଙ୍କୁ ବ୍ୟକ୍ତିଗତ ଭାବରେ ପ୍ରତିଶ୍ରୁତି ଦେବା ପାଇଁ ସେହି ସକାଳଟିର ବିନିଯୋଗ କରିଥିଲେ। ଅସହାୟ ଲୋକମାନଙ୍କ ହୃଦୟରେ ସେ ଯେଉଁ ଆନନ୍ଦ ଉଜ୍ଜୀବିତ କରିଥିଲେ, ତାହା ସବୁଠାରୁ ନିରାଶ ବ୍ୟକ୍ତିଠାରେ ମଧ୍ୟ ହସ ଫୁଟାଇବା ଭଳି ଏକ ଦୃଶ୍ୟ ଥିଲା। ଭଗବାନ ମଧ୍ୟ ଆହ୍ଲାଦିତ ଥିଲେ। ସେ ସେମାନଙ୍କ ଆନନ୍ଦରେ ଆମୋଦିତ ହୋଇଥିଲେ ଏବଂ ଗୋଟିଏ ଘରୁ ଆଉ ଗୋଟିଏ ଘରକୁ ଯିବାବେଳେ ସେମାନଙ୍କର ଦୁଃଖ ଶୁଣିବା, କେଉଁଠି ଗୋଟିଏ ଶିଶୁକୁ ଆଶୀର୍ବାଦ କରିବା ଓ ଅନ୍ୟ କେଉଁଠି ଆଉ ଏକ ଶିଶୁକୁ ଗେଲ କରିବା ଇତ୍ୟାଦିରେ ସେମାନଙ୍କ ସହ 3 ଘଣ୍ଟା ବିତାଇଥିଲେ। ଭଗବାନ ଶେଷରେ ପ୍ରତ୍ୟାବର୍ତ୍ତନ କରିବା ବେଳେ ସେମାନଙ୍କ ସାଥିରେ ଥିବା ବରିଷ୍ଠ ଭକ୍ତ ଜଣକ ତାଙ୍କର ଶାରୀରିକ କ୍ଳାନ୍ତି ବିଷୟରେ ଚିନ୍ତିତ ହୋଇପଡ଼ିଥିଲେ। ସକାଳେ ବହୁତ ଡେରି ହୋଇଯିବାରୁ ସେ ନିବେଦନ କଲେ, ସ୍ୱାମୀ, ଦୟାକରି ନିଜକୁ ଆଉ ଅଧିକ କ୍ଳାନ୍ତ କରନ୍ତୁ ନାହିଁ। ଆଜି ସନ୍ଧ୍ୟାରେ ଦୟାକରି ଦର୍ଶନ ଦେବାକୁ ବାହାରକୁ ଆସନ୍ତୁ ନାହିଁ। ସେ ତାଙ୍କର ପ୍ରାର୍ଥନା ଶେଷ କରୁ କରୁ ଭଗବାନ ତତ୍କ୍ଷଣାତ୍ ପ୍ରତ୍ୟୁତ୍ତର ଦେଲେ, ତୁମେ ଭାବୁଛ ଲୋକମାନେ ମୋ ଦର୍ଶନ ପାଇଁ ଆସିଛନ୍ତି। ସେମାନେ ମୋତେ ଦେଖିପାରିବେ ବୋଲି ଏଠାରେ ଅଛନ୍ତି କି? ଭୁଲ, ପୂରାପୂରି ଭୁଲ। ଭକ୍ତ ଆଚମ୍ବିତ ହୋଇଗଲେ ଓ ଭାବିବାକୁ ଲାଗିଲେ, ଏସବୁ ଲୋକ ଯଦି ଏଠାରେ ଭଗବାନଙ୍କ ଦର୍ଶନ ପାଇଁ ନାହାନ୍ତି, ତେବେ ସେମାନେ କାହିଁକି ଏଠାରେ ଜମା ହୋଇଛନ୍ତି? ସେମାନେ ଦୂର ଓ ଅନେକ ସ୍ଥାନରୁ କାହିଁକି ଆସିଛନ୍ତି? ଏତେ ଧୈର୍ଯ୍ୟ ଓ ନୀରବତାର ସହ ସେମାନେ କାହିଁକି ତାଙ୍କ ପାଇଁ ଅପେକ୍ଷା କରିଛନ୍ତି? ଭଗବାନ ଯାହା ଗୁଳିର ବେଗରେ କହିଥିଲେ, ତାର ଅର୍ଥ ବାହାର କରିବା ପାଇଁ ସେ ଟାଣି ଓଟାରି ହେଉଥାନ୍ତି। ତାଙ୍କର ବିଭ୍ରାନ୍ତ ସ୍ଥିତିକୁ ଦେଖି ଭଗବାନ ଧୀର ଭାବରେ ତାଙ୍କ ଆଖିକୁ ଚାହିଁଲେ ଏବଂ ଏକ ଦୃଢ଼ ସ୍ୱରରେ ସ୍ପଷ୍ଟ କରି କହିଲେ, ମୁଁ ହିଁ ସେମାନଙ୍କୁ ଦର୍ଶନ କରିବାକୁ ଯାଉଛି। ମୁଁ ସେମାନଙ୍କୁ ଦେଖିପାରିବି ବୋଲି ସେ ସମସ୍ତେ ଆସିଛନ୍ତି। ସେମାନେ ସବୁ ମୋ ପାଇଁ ଅପେକ୍ଷା କରିଥିବା ବେଳେ ମୁଁ କିପରି ବିଶ୍ରାମ କରିପାରିବି? ଏକଥା ଶୁଣିବା ମାତ୍ରେ ଭକ୍ତ ଜଣକ ମନେ ମନେ ଭାବିଲେ, ଏହା ପ୍ରକୃତରେ ଅତି ସୟୋକ୍ତି। ଭଗବାନ ଭକ୍ତମାନଙ୍କ ଦର୍ଶନ କରିବାକୁ ଯାଉଛନ୍ତି ବୋଲି ସେ କିପରି କହିପାରିବେ? ଏହା ଅତିଶୟ ବାହାଦୁରିଆ କଥା। ଠିକ୍ ସେହି ମୁହୂର୍ତ୍ତରେ ଭଗବାନ ତାଙ୍କୁ ତୀକ୍ଷ୍ଣ ଦୃଷ୍ଟିରେ ଚାହିଁ କ୍ରୁଦ୍ଧ ସ୍ୱରରେ କହିଲେ, ଏହା ଅତି ସୟୋକ୍ତି ବୋଲି ତୁମେ ଭାବୁଛ? ଭକ୍ତଙ୍କର ପିଳେହି ପାଣି ହୋଇଗଲା। ସେ ସେଠାରେ ସ୍ଥିର ହୋଇ ବସିପଡ଼ିଲେ। ତାଙ୍କ ଦେହରୁ ଗମ୍ ଗମ୍ ଝାଳ ବହୁଥାଏ। ସନ୍ଦେଶର ପ୍ରଗାଢ଼ତା ସତ୍ତ୍ୱେ ବିଜୁଳି ବେଗରେ ଦିବ୍ୟ ସର୍ବଜ୍ଞତା କାର୍ଯ୍ୟ ତାଙ୍କୁ ନିର୍ବାକ୍ ଭାବରେ ସ୍ତବ୍ଧ କରିଦେଲା। ତାଙ୍କ ମନ ଶୂନ୍ୟ ହୋଇଗଲା, ମାଂସପେଶୀ ସ୍ଥିର ହୋଇଗଲା। କିନ୍ତୁ ମୁହୂର୍ତ୍ତ ଅତିକ୍ରାନ୍ତ ହୋଇଯିବା ପରେ ଭଗବାନ ସ୍ନେହର ସହ ବୁଝାଇଲେ, ମୁଁ ଭକ୍ତମାନଙ୍କ ଗହଣରେ ଯିବାବେଳେ ସେମାନଙ୍କ ଶରୀରକୁ ଦେଖୁଛି ବୋଲି ତୁମେ ଭାବୁଛ କି? ମୁଁ ସେମାନଙ୍କର ଆତ୍ମାକୁ ଦେଖେ। ମୁଁ ସେମାନଙ୍କୁ ଦେଖିବା ବେଳେ ସେମାନଙ୍କ ଅତୀତ ବର୍ତ୍ତମାନକୁ ଦେଖେ ଏବଂ ସେମାନଙ୍କର ଉତ୍ତମ ଭବିଷ୍ୟତ ପାଇଁ ମୁଁ କ'ଣ କରିବା ଉଚିତ ସେ ବିଷୟରେ ଚିନ୍ତା କରେ। ଦୁର୍ଭାଗ୍ୟକୁ ତୁମେମାନେ ମୋତେ ଏହି ଶରୀରଧାରୀ ଭାବରେ ଭାବୁଛ। ଭକ୍ତ ଏବେ ଯାହା ଶୁଣିଲେ ତାହାକୁ ଗ୍ରହଣ କରି ତାର ବିଶାଳତାକୁ ଅନ୍ତର ଭିତରେ ସମାହିତ କରିବା ପୂର୍ବରୁ ଭଗବାନ ଆହୁରି କହି ଚାଲିଲେ, ପ୍ରତିଥର ମୁଁ କହିବା ବେଳେ ତୁମକୁ ଦିବ୍ୟାତ୍ମ ସ୍ୱରୂପ ବୋଲି ସମ୍ବୋଧିତ କରିଥାଏ। ମୁଁ ଖାଲି ତୁମର ପ୍ରଶଂସା କରିବାକୁ ବା ତୁମକୁ ଖୁସି କରିବାକୁ କହେ ବୋଲି ତୁମେ କାହିଁ ଭାବୁଛ କି? ମୁଁ ତାହା ହିଁ ମନେ କରିଥାଏ। ତୁମେ ସମସ୍ତେ ଆତ୍ମା ଏବଂ ସର୍ବଦା ସେହି ଭାବରେ ମୁଁ ତୁମମାନଙ୍କୁ ଦେଖିଥାଏ। ମୋ ଭକ୍ତମାନଙ୍କ ପାଇଁ ମୋର ଆବିର୍ଭାବ। ମୁଁ ମୋ ଭକ୍ତମାନଙ୍କର ଭକ୍ତ। ଭଗବାନ ସବୁବେଳେ ଆମକୁ ଆତ୍ମା ଭିତରେ ତାଙ୍କ ପ୍ରତିବିମ୍ବ ଭାବରେ ଦେଖୁଥିବାରୁ ସେ ଆମକୁ ଏପରି ନିଃସର୍ତ୍ତ ଭାବରେ ଭଲ ପାଇଥାନ୍ତି। ଆମର ହଜାରେ ଦୋଷ ଥାଇପାରେ ଏବଂ ଆମେ ହଜାରେ ଥର ଝୁଣ୍ଟିପାରୁ। ଅନେକ ଥର ଆମେ ତାଙ୍କ ଉପରେ ସେ ଆମଠାରୁ ଚାହୁଁଥିବା ପରି ଆସ୍ଥା ରଖିନଥାଇପାରୁ। ବହୁଧା ଆମେ ଆମର ପୂର୍ଣ୍ଣ ହୃଦୟ, ଶକ୍ତି ଓ ଆତ୍ମାରେ ତାଙ୍କୁ ଭଲ ପାଇ ନଥାଇପାରୁ। ତଥାପି ସେ ଆମକୁ
ଉତ୍ଥିତ କରିବାକୁ ଓ ଆମର ସେବା କରିବାକୁ, ଆମ ହାତ ଧରି ଆମକୁ ତାଙ୍କ ପ୍ରେମରେ ପୂର୍ଣ୍ଣ କରିଦେବାକୁ ସେହି ସାମାନ୍ୟତମ ସୁଯୋଗ ପାଇଁ ଅପେକ୍ଷା କରିଥାନ୍ତି। ଆମ ଚତୁଃପାର୍ଶ୍ୱରେ ଥିବା ବିବିଧତା ମଧ୍ୟରେ ଅଛି ଏକ ଦୁର୍ବୋଧ୍ୟ ଏକତ୍ୱ, ଯାହା ଆମେ ବୁଝିଥାଉ ବୌଦ୍ଧିକ ଦୃଷ୍ଟିରୁ, କିନ୍ତୁ ମାନବ ଶରୀର ଦେବକଲେ ପରିଧାନ ସତ ରୂପେ କରିଥାନ୍ତି ଏହା ପ୍ରଦର୍ଶନ। ଶ୍ରୀ ବିଷୁପୃଷ୍ଟି ସ୍ୱର୍ଗତ ଶ୍ରୀ ରାମ ପ୍ରତ୍ୟକ୍ଷ ବାର୍ତ୍ତାଳାପ